ଶୀତ ଦିନ ସରିବା ପୂର୍ବରୁ ଥରେ ବନେଇ ନିଅନ୍ତୁ ଏଇ ନୂଆ ପ୍ରକାରର ମସଲା ପିଠା। ଏତେ ସୁଆଦିଆ ଲାଗିବ ଯେ ଘର ଲୋକ ଥରେ ଚାଖିଲେ ବାର ବାର ବନେଇବା ପାଇଁ ଜିଦ୍ କରିବେ। ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ତଳେ ଥିବା ବ୍ଲାକ୍ କଲର୍ ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଫେସବୁକ୍ ପେଜକୁ ନିହାତି ଫଲୋ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ପ୍ରଥମେ ଚାଲନ୍ତୁ ବନେଇବା ପିଠା ପାଇଁ ପୁର। ପୁର ପାଇଁ ଏଠି ମୁଁ ନେଇଛି ଫାଳେ ଫୁଲକୋବି। ଫୁଲକୋବି ପାଖୁଡ଼ାର ଉପର ପଟରୁ କାଟି ନେବେ। ତଳପଟରେ ଥିବା ନାଡ଼କୁ ବାଦ୍ ଦେବେ। ନାଡ଼ ଟାଣ ଲାଗିବ, ନାଡ଼କୁ ଦେବେ ନାହିଁ। ଆପଣମାନେ ଚାହିଁଲେ କେବଳ ଫୁଲକୋବି ଆଳୁରୁ ଏଇ ମସଲାକୁ ବନେଇ ପାରିବେ, ନହେଲେ ଅଳ୍ପ କିଛି ପନିପରିବା ଦେଇପାରିବେ। ଆଳୁ ଯଦି ଦେବେ ଆଳୁକୁ ଛୋଟ ଛୋଟ କରି କାଟିକି ଦେବେ। ତା ସହିତ ଏଠି ମୁଁ ନେଇଛି 3 ବଡ଼ ଚାମଚ ଗ୍ରୀନ୍ ମଟର, 4 ବଡ଼ ଚାମଚ ଗାଜର। ଆପଣମାନେ ଅଳ୍ପ ବିନ୍ସ ବି ଦେଇପାରିବେ, ଅଳ୍ପ ବନ୍ଧାକୋବି ବି ଦେଇପାରିବେ। ଏବେ ଚାଲନ୍ତୁ ମସଲା ବନେଇବା ଷ୍ଟାର୍ଟ କରିବା। କଢ଼େଇ ଗରମ କରି ଗୋଟେ ଛୋଟ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ପ୍ରଥମେ କାଟି ରଖିଥିବା ଫୁଲକୋବିକୁ ଦେବା। ଟିକେ ତେଲରେ ଗୋଳେଇ ନେବା। ତାପରେ ଫୁଲକୋବିକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା, ଅଳ୍ପ ହଳଦୀ ଗୁଣ୍ଡ ଦେବା। ପ୍ରଥମେ ଆମେ ଫୁଲକୋବିକୁ ଭାଜି ନେବା। ପ୍ରଥମେ ଫୁଲକୋବିକୁ ଭାଜି ଦେଲେ ଫୁଲକୋବିର କଞ୍ଚା ବାସ୍ନା ଚାଲିଯିବ, ମସଲାରେ ଖାଇବା ପାଇଁ ଭଲ ଲାଗିବ। ଏବେ ଆମେ ଗ୍ୟାସର ଫ୍ଲେମ୍ ପୁରା ଲୋ ରଖି 2 ମିନିଟ୍ କଭର କରି ଭାଜିବା, ଯାହାଦ୍ୱାରା ଫୁଲକୋବି ଭାଜିବା ସମୟରେ ଅଳ୍ପ ସିଝିଯିବ। 2 ମିନିଟ୍ ପରେ ଏଠି ଦେଖନ୍ତୁ ଫୁଲକୋବିରୁ କେତେ ସାରା ପାଣି ବାହାରିଛି। ଏବେ ଗ୍ୟାସର ଫ୍ଲେମ୍ ମିଡ଼ିୟମ୍ ରଖି ଆଉ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଫୁଲକୋବିକୁ ଭାଜି ନେବା। ଏହି ପାଣି ଶୁଖିଯିବା ପରେ ଆମେ ବାହାରକୁ ବାହାର କରି ଆଣିବା। ସେଇ କଢ଼େଇରେ ଆଉ 1 ବଡ଼ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଗୋଟେ ଛୋଟ ଚାମଚ ଜିରା ଦେବା। ଜିରା ତେଲରେ ଫୁଟିଯିବା ପରେ ଗୋଟେ ବଡ଼ ସାଇଜର ପିଆଜ, ରାଗ ପାଇଁ 2ଟି କଞ୍ଚା ଲଙ୍କା ଦେବା। ଯଦି ଛୋଟ ପିଲା ଖାଇପାରୁନଥିବେ ତାହେଲେ କଞ୍ଚା ଲଙ୍କାକୁ ସ୍କିପ୍ କରିବେ। ଆପଣମାନେ ଯେତିକି ରାଗ ଖାଇବେ ସେହି ହିସାବରେ କଞ୍ଚା ଲଙ୍କା ଦେବେ। ଏବେ ଗ୍ୟାସର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ପିଆଜକୁ ହାଲକା ଭାଜିବା, ବେଶୀ ପୋଡ଼ିବେ ନାହିଁ। କେବଳ କଞ୍ଚା ବାସ୍ନା ଯିବା ପର୍ଯ୍ୟନ୍ତ ପିଆଜକୁ ହାଲକା ଭାଜିବା। ପିଆଜ ହାଲକା ଭାଜିଯିବା ପରେ ଗୋଟେ ବଡ଼ ଚାମଚ ଅଦା ରସୁଣ ଛେଚା ଦେବା। 7-8ଟି ରସୁଣ, ଅଧା ଇଞ୍ଚର ଅଦାକୁ ମୁଁ ଛେଚି ନେଇଥିଲି। ଅଦା ରସୁଣ ପେଷ୍ଟ ଦେବା ଅପେକ୍ଷା ଛେଚା ଦେବେ, ବହୁତ ବଢ଼ିଆ ବାସ୍ନା ଆସିବ। ତାପରେ ଗ୍ୟାସର ଫ୍ଲେମ୍ ପୁରା ଲୋ ରଖି ଅଦା ରସୁଣକୁ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ପିଆଜ ସହିତ କଷିବା। ଅଦା ରସୁଣରୁ ବହୁତ ବଢ଼ିଆ ବାସ୍ନା ବାହାରିବା ପର୍ଯ୍ୟନ୍ତ ଭଲ ଭାବରେ କଷି ନେବା। ତାପରେ ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ, ଅଧା ଛୋଟ ଚାମଚ ରାଗ ଲଙ୍କା ଗୁଣ୍ଡ ଦେବା। 2ଟି କଞ୍ଚା ଲଙ୍କା ଦେଇଥିଲେ, ଆପଣମାନେ ଯେତିକି ରାଗ ଖାଇବେ ସେହି ହିସାବରେ ଲଙ୍କାଗୁଣ୍ଡ ଦେବେ। ତେଲରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଦେଇ ଭାଜିଲେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡର କଞ୍ଚା ବାସ୍ନା ଚାଲିଯାଏ, ମସଲାରେ ଖାଇବା ପାଇଁ ଭଲ ଲାଗେ। କିନ୍ତୁ ଧ୍ୟାନ ରଖିବେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡକୁ ତେଲରେ ଜମା ପୋଡ଼ିବେ ନାହିଁ। ତାପରେ ଗୋଟେ ବଡ଼ ସାଇଜର ଟମାଟୋ ଦେବା। ମସଲା ସହିତ ଟିକେ ଗୋଳେଇ ନେବା। ଏବେ ମସଲାରେ ବାକି ସବୁ ପନିପରିବାକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା। ଫୁଲକୋବି ଭାଜିବା ସମୟରେ ଆମେ ଫୁଲକୋବି ପାଇଁ ଲୁଣ ଦେଇଥିଲେ। ଅଧା ଛୋଟ ଚାମଚ ଜିରା ଗୁଣ୍ଡ, ଗୋଟେ ଛୋଟ ଚାମଚ ଧନିଆ ଗୁଣ୍ଡ, ଅଧା ଛୋଟ ଚାମଚ ଗରମ ମସଲା ଗୁଣ୍ଡ ଦେବା। ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ପ୍ରଥମେ ପିଆଜ ସହିତ ଦେଇଥିଲେ। ସବୁ ଗୁଣ୍ଡ ମସଲାକୁ ଟମାଟୋ ସହିତ ଗୋଳେଇ ନେବା। ଏବେ ଦେଖନ୍ତୁ ମସଲା ଟିକେ ଶୁଖିଲା ଲାଗୁଛି। 2-3 ଚାମଚ ପାଣି ଦେବା। ଅଳ୍ପ ପାଣି ଦେଇ ମସଲା କଷିଲେ ଗୁଣ୍ଡ ମସଲା କଢ଼େଇ ତଳେ ଲାଗିବ ନାହିଁ। ଏବେ ଆମେ ଗ୍ୟାସର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି 2 ମିନିଟ୍ କଭର କରି କଷିବା। ଜମା ବେଶୀ ସମୟ କଭର କରିବା ଦରକାର ନାହିଁ। 2 ମିନିଟ୍ ପରେ ଏଠି ଦେଖନ୍ତୁ ଟମାଟୋ ଆମର ହାଲକା ନରମ ହେଇଛି। ଟମାଟୋକୁ ମସଲାରେ ବେଶୀ ଘାଣ୍ଟିବେ ନାହିଁ। ବେଶୀ ଘାଣ୍ଟିଗଲେ ଏହି ମସଲାରେ ଖାଇବା ପାଇଁ ଭଲ ଲାଗିବ ନାହିଁ। ମସଲା ଭଲ ଭାବରେ କଷିଯିବା ପରେ ନେଇଥିବା ସବୁ ପନିପରିବା ଗୁଡ଼ିକୁ ଦେବା। ତାପରେ ମିଡ଼ିୟମ୍ ଫ୍ଲେମ୍ରେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ମସଲା ସହିତ କଷିବା। କଷିବା ପରେ ଦେଖନ୍ତୁ ମସଲା ଶୁଖିଲା ଅଛି। ଏବେ ପନିପରିବା ଗୁଡ଼ିକୁ ସିଝିବା ପାଇଁ ଅଧା କପ୍ ପାଣି ଦେବା। ଆପଣମାନେ କେତେ ପନିପରିବା ନେଇଛନ୍ତି ସେହି ହିସାବରେ ଦେଖିକି ପାଣି ଦେବେ। ପାଣି ଦେବା ପରେ ଗୋଳେଇ ନେବା। ଏବେ ଗ୍ୟାସର ଫ୍ଲେମ୍ ପୁରା ଲୋ ରଖି 2 ମିନିଟ୍ ଲେଖାଏଁ 2 ଥର, ତାମାନେ 4 ମିନିଟ୍ ଲୋ ଫ୍ଲେମ୍ରେ କଭର କରି କଷିବା, ଯାହାଦ୍ୱାରା ସବୁ ପନିପରିବା ଗୁଡ଼ିକ ଭଲ ଭାବରେ ସିଝିଯିବେ। 4 ମିନିଟ୍ ପରେ ଏଠି ଦେଖନ୍ତୁ ଆମ ମସଲାରେ ଅଳ୍ପ ଅଳ୍ପ ପାଣି ଅଛି। ଏବେ ଆମେ ଗାଜର ଆଳୁକୁ ଚେକ୍ କରିବା। ଦେଖନ୍ତୁ ଗାଜର ଆଳୁ ଭଲ ଭାବରେ ସିଝି ଯାଇଛି, କିନ୍ତୁ ମସଲାରେ ଜମା ବି ଘାଣ୍ଟି ନାହିଁ। ମସଲାରେ ଘାଣ୍ଟି ଗଲେ ଜମା ଖାଇବା ପାଇଁ ଭଲ ଲାଗିବ ନାହିଁ। ଗାଜର ଆଳୁକୁ ଏମିତି ସିଝେଇବେ। ଗାଜର ଆଳୁ ଏତିକି ସିଝିଯିବା ପରେ ଭାଜି ରଖିଥିବା ଫୁଲକୋବିକୁ ଦେବା। ମସଲା ସହିତ ଭଲ ଭାବରେ ଗୋଳେଇବା। ଫୁଲକୋବି ଭାଜିବା ସମୟରେ ଭଲ ଭାବରେ ସିଝି ଯାଇଛି। ଏବେ ଲୋ ଫ୍ଲେମ୍ରେ କେବଳ 2 ମିନିଟ୍ କଭର କରିବା, ଯାହାଦ୍ୱାରା ଶେଷରେ ଦେଇଥିବା ସବୁ ମସଲାର ଫ୍ଲେଭର ଫୁଲକୋବି ଭିତରକୁ ଆସିଯିବ ଆଉ ସବୁ ପନିପରିବା
ମସଲାରେ ଭଲ ଭାବରେ ମିଶିଯିବ। 2 ମିନିଟ୍ ପରେ ଏଇଠି ଦେଖନ୍ତୁ ପୁର ପୁରା ରେଡି ହେଇଯାଇଛି। କେତେ କଲରଫୁଲ ଦେଖାଯାଉଛି। ଶେଷରେ ଭଲ ବାସ୍ନା ପାଇଁ ବେଶ କିଛି ଧନିଆ ପତ୍ର ଦେବା। ପୁରରେ ସବୁ ପନିପରିବା ଭଲ ଭାବରେ ସିଝି ଯାଇଥିବ କିନ୍ତୁ ଘାଣ୍ଟି ନଥିବ, ତାହେଲେ ପିଠାରେ ଖାଇବା ପାଇଁ ଭଲ ଲାଗିବ। ପୁରକୁ ଏମିତି ଶୁଖିଲା ରଖିବେ, ବେଶୀ ପାଣି ରଖିବେ ନାହିଁ, ନହେଲେ ପିଠା ବନେଇବା ସମୟରେ ଆମକୁ ଅସୁବିଧା ହେବ। ପିଠା ପାଇଁ ପୁର ରେଡି ହେଇଗଲା। ଚାଲନ୍ତୁ ଜନ୍ତୁଣି ବନେଇବା। ଜନ୍ତୁଣି ବନେଇବା ପାଇଁ ଘରେ ଥିବା ଯେକୌଣସି ଗୋଟେ ଗିନା ସେଟ୍ କରନ୍ତୁ। ସେ ଗିନାରେ ମାପ କରି ଚାଉଳ ଗୁଣ୍ଡ ଆଉ ପାଣି ଦେବେ। ଜନ୍ତୁଣି ପୁରା ପରଫେକ୍ଟ ବନିବ। এই মেজরিং কপ্রে মাপ করে এটি মু 2 কপ ঘর তৈরি ফ্রেশ চাউল গুঁড নেইছি। ফ্রেশ চাউল গুঁড টিকে ওদালিয়া থায়ে, হাতরে ধরিলে মুঠা হয়ে যায়, কিন্তু মার্কেটরু কিনা চাউল গুঁড পুরা শুখিলা থায়ে, হাতরে ধরিলে মুঠা ହେବ ନାହିଁ। ঘর তৈরি ফ্রেশ চাউল গুঁডরে জନ୍ତୁଣି বনাইলে পানির ভাগমাপ অলগা রহিব। মার্কেটরু কিনা চাউল গুঁড নেলে তার ভাগমাপ অলগা রহিব। চালন্তু জନ୍ତୁଣି বনাইবা সময় কহিবি। জନ୍ତୁଣି বনাইবা পাই যেকୌଣସି ଗୋଟେ মোটা কড়াই নেবে। ଯେଉଁ କପ୍ରେ ମାପ କରି 2 କପ୍ ଚାଉଳ ଗୁଣ୍ଡ ନେଇଥିଲି, ସେମ୍ କପ୍ରେ ମାପ କରି 1 କପ୍ ପାଣି ଦେଲି। ଘର ତିଆରି ଫ୍ରେଶ୍ ଚାଉଳ ଗୁଣ୍ଡ ଯଦି ନେବେ, 2 କପ୍ ଚାଉଳ ଗୁଣ୍ଡ ପାଇଁ 1 କପ୍ ପାଣି ଦେବେ। ଯଦି ମାର୍କେଟରୁ କିଣା ଚାଉଳ ଗୁଣ୍ଡ ନେଉଥିବେ, 2 କପ୍ ଚାଉଳ ଗୁଣ୍ଡ ପାଇଁ 2 କପ୍ ପାଣି ଦେବେ। এই ଭାଗ ମାପ ମନେ ରଖିବେ। ସ୍ୱାଦ ଅନୁସାରେ ଲୁଣ ଦେବା। 1 ଛୋଟ ଚାମଚ ତେଲ ଦେବା। ତେଲ ଦେଲେ ଜନ୍ତୁଣି କଢ଼େଇରେ ଜମା ବି ଲାଗିବ ନାହିଁ। ତାପରେ ଗ୍ୟାସର ଫ୍ଲେମ୍ ହାଇ ରଖିବା। ପାଣିକୁ ଫୁଟିବା ପାଇଁ ଛାଡ଼ିବା। ପାଣି ଥରେ ଫୁଟି ଆସିଲେ ଗ୍ୟାସର ଫ୍ଲେମ୍ ପୁରା ଲୋ ରଖିବା। ଗୋଟେ ହାତରେ ଚାଉଳ ଗୁଣ୍ଡ ଦେବା, ଅନ୍ୟ ହାତରେ ଲଗାତାର ଘାଣ୍ଟିବା। এই ଷ୍ଟେଜରେ ଘାଣ୍ଟିବା ଜମା ବି ଛାଡ଼ିବେ ନାହିଁ। ପ୍ରଥମରୁ ଯଦି ଜନ୍ତୁଣିରେ ବିଣ୍ଡା ଆସିଯିବ, ତାହେଲେ ପିଠା ବନେଇବା ପାଇଁ ଅସୁବିଧା ହେବ। ଲୋ ଫ୍ଲେମ୍ରେ 5ରୁ 6 ମିନିଟ୍ ଲଗାତାର ଘାଣ୍ଟି ଚାଲିବେ। ଧୀରେ ଧୀରେ ଦେଖିବେ ଜନ୍ତୁଣି ବହଳିଆ ହେଇଯିବ, କଢ଼େଇର ଚାରିପଟରୁ ଛାଡ଼ି ଆସିବ, ଆଉ କଢ଼େଇର ଗୋଟେ ଜାଗାରେ ଗଦା ହେଇଯିବ। ଏମିତି ହେଲେ ଜାଣିବେ ଜନ୍ତୁଣି ରେଡି ହେଇଗଲାଣି ବୋଲି। ହାତରେ ଅଳ୍ପ ପାଣି ଲଗାଇ ଜନ୍ତୁଣିରୁ ଅଳ୍ପ ନେଇ ଚେକ୍ କରିବା। ଦେଖନ୍ତୁ ଜନ୍ତୁଣି ହାତରେ ଜମା ଲାଗୁନାହିଁ। ଜନ୍ତୁଣି ଆମ ରେଡି ହେଇଗଲାଣି। ବାହାରକୁ ବାହାର କରି ଆଣିବା। ଯେଉଁ ପ୍ଲେଟ୍ରେ ଜନ୍ତୁଣିକୁ ରଖିବା, ଅଳ୍ପ ତେଲ ଲଗାଇ ରଖିବା। ଜନ୍ତୁଣି ପ୍ଲେଟ୍ରେ ଲାଗିବ ନାହିଁ। ତାପରେ ଜନ୍ତୁଣିକୁ ହାଲକା ଥଣ୍ଡା ହେବା ପାଇଁ ଛାଡ଼ିବା। ଯେତେବେଳେ ଆପଣମାନେ ହାତରେ ଛୁଇଁ ପାରୁଥିବେ, ସେତେବେଳେ ଅଳ୍ପ ପାଣି ନେଇ ଜନ୍ତୁଣିକୁ ଆଉ ଥରେ ଭଲ ଭାବରେ ଚକଟି ଦେବେ। ଯଦି ଜନ୍ତୁଣିରେ କିଛି ବି ବିଣ୍ଡା ରହିଯାଇଥିବ, ତାହେଲେ ସେ ବିଣ୍ଡା ସବୁ ଚାଲିଯିବ। ଦେଖନ୍ତୁ ଜନ୍ତୁଣି ଆମର କେତେ କଅଁଳିଆ ହେଇଛି। ଏବେ ଜନ୍ତୁଣିରୁ ଅଳ୍ପ ଆଣିବା। ବାକି ତକ ଜନ୍ତୁଣିକୁ ଆମେ ଘୋଡ଼େଇ ରଖିବା। ଜନ୍ତୁଣି ଶୁଖିବ ନାହିଁ। ତାପରେ ଗୋଟେ ପ୍ଲେଟ୍ରେ ଅଳ୍ପ ଚାଉଳ ଗୁଣ୍ଡ ସାଇଡ୍ରେ ରଖିବା। ଜନ୍ତୁଣିରୁ ଅଳ୍ପ ଆଣି ବେଲଣ ପିଢ଼ାରେ ପ୍ରଥମେ ଗୋଲ କରିବା, ତାପରେ ଟିକେ ଚେପ୍ଟା କରିବା। ତା ଉପରେ ଅଳ୍ପ ଅଳ୍ପ ଚାଉଳ ଗୁଣ୍ଡ ଲଗାଇ ଛୋଟ ରୁଟି ସେପ୍ରେ ବେଲିବା। এই ରୁଟିକୁ ଟିକେ ମୋଟା ରଖି ବେଲିବେ। ଦେଖନ୍ତୁ ଏତିକି ମୋଟା ରଖି ବେଲିବେ, କାହିଁକି ନା ଭିତରେ ପୁର ଦେବା, ନହେଲେ ପୁର ଫାଟି ବାହାରକୁ ଆସିଯିବ। ଯେହେତୁ ଚାଉଳ ଗୁଣ୍ଡରେ ପିଠା ହେଇଛି, ପିଠାର ଚାରିପଟ ଟିକେ ସମାନ ଦେଖାଯିବ ନାହିଁ। ଏମିତି ଗୋଟେ ଢାଙ୍କୁଣୀ ନେଇ ଚାରିପଟକୁ ସମାନ କରି କାଟି ନେବେ। ଚାରିପଟର ବଳକା ଜନ୍ତୁଣିକୁ ଆମେ ରଖିଥିବା ଜନ୍ତୁଣି ସହିତ ମିଶାଇ ରଖିବା। ଏବେ ଦେଖନ୍ତୁ ପିଠା କେତେ ସୁନ୍ଦର ଦେଖାଯାଉଛି। ମଝିରେ ପୁର ଦେବା। ପୁର ଦେଇ ସାରିବା ପରେ ଉପରକୁ ଉଠାଇ ଆଣିବା। ହାତରେ ଅଳ୍ପ ଅଳ୍ପ ପାଣି ଲଗାଇ ପିଠାକୁ ଚାରିପଟରୁ ସିଲ୍ କରିବା। ଭଲ ଭାବରେ ସିଲ୍ କରିବେ, ଯେମିତି ପୁର ଫାଟି ବାହାରକୁ ଆସିବ ନାହିଁ। ଦେଖନ୍ତୁ ଗୋଟେ ପିଠା ରେଡି ହେଇଗଲା। ପିଠା କେତେ ସୁନ୍ଦର ଦେଖାଯାଉଛି। ପିଠା ବନେଇ ସାରିବା ପରେ ଆପଣମାନେ ଯେଉଁଥିରେ ପିଠାକୁ ସିଝେଇବେ, ସେଇଥିରେ ରଖିବେ। ଆଜି ମୁଁ ଜାଲିରେ ରଖି ପିଠାକୁ ସିଝେଇବି, ସେଥିପାଇଁ ଜାଲିରେ ରଖିଲି। ତାପରେ ଆଉ ଗୋଟେ ପ୍ରକାରର ପିଠା ବନେଇବା, ଯେଉଁ ପିଠାକୁ ପ୍ରଥମରୁ ମୁଁ ଆପଣମାନଙ୍କୁ ଦେଖେଇଥିଲି। ସେମ୍ ପ୍ରୋସେସ୍ରେ ପ୍ରଥମେ ଆମେ ରୁଟି ପରି ବେଲିବା। ରୁଟି ପରି ବେଲି ସାରିବା ପରେ ଅଳ୍ପ ଧନିଆ ପତ୍ର ନାଡ଼ ସହିତ ନେଇ ପିଠା ଉପରେ ରଖିବା। ତାପରେ ହାଲକା ହାତରେ ବେଲିବେ, ବେଶୀ ଜୋରରେ ପ୍ରେସ୍ କରିବେ ନାହିଁ। ଧନିଆ ପତ୍ର ପିଠା ଉପରେ ଲାଗିଯିବ। ତାପରେ ସେମିତି ଡବାର ଢାଙ୍କୁଣୀ ନେଇ ପିଠାକୁ କାଟିଦେବା। ଦେଖନ୍ତୁ ପିଠା କେତେ ସୁନ୍ଦର ଦେଖାଯାଉଛି। ଏମିତି ଧନିଆ ପତ୍ର ଦେଇ ପିଠାକୁ ସିଝେଇଲେ ପିଠାରେ ବହୁତ ବଢ଼ିଆ ବାସ୍ନା ଆସେ। ଭିତରେ ଚଟପଟା ପୁର ରହିବ, ଉପରେ ଧନିଆ ପତ୍ରର ବାସ୍ନା, ଯାହା ପାଇଁ ଏଇ ମସଲା ପିଠାର ଟେଷ୍ଟ ଆହୁରି ବଢ଼ିଯିବ। ତାପରେ ହାତରେ ପାଣି ଲଗାଇ ପିଠାକୁ ଚାରିପଟରୁ ସିଲ୍ କରିବା। ଦେଖନ୍ତୁ ଏଇ ଧନିଆ ପତ୍ର ପିଠା କେତେ ସୁନ୍ଦର ଦେଖାଯାଉଛି। ଏବେ ଚାଲନ୍ତୁ ପିଠାକୁ ସିଝେଇବା। ଆଜି ମୁଁ କଢ଼େଇ ଉପରେ ଜାଲି ରଖି ପିଠାକୁ ସିଝେଇବି, ସେଥିପାଇଁ କଢ଼େଇରେ ବେଶ କିଛି ପାଣି ଗରମ କରିନେଇଛି। ଆପଣମାନେ ଇଡଲି ଛାଞ୍ଚରେ ପିଠାକୁ ସିଝେଇ ପାରିବେ। ପାଣିରେ ଅଳ୍ପ ଲେମ୍ବୁ ଦେବା। ପାଣି ଫୁଟିଯିବା ପରେ କଢ଼େଇରେ ଯେଉଁ କଳା ଦାଗ ହୁଏ, ସେ କଳା ଦାଗ ହେବ ନାହିଁ। ତା ଉପରେ ଜାଲିକୁ ରଖିବା। ଜାଲି ଯେମିତି ପାଣିକୁ ଛୁଁ ନଥିବ। ତା ଉପରେ କଭର କରି ମିଡିୟମ ଫ୍ଲେମ୍ରେ 12ରୁ 15 ମିନିଟ୍ ପିଠାକୁ ସିଝେଇବା। 15 ମିନିଟ୍ ପରେ ଏଇଠି ଦେଖନ୍ତୁ ପିଠା ଉପରେ ଯେଉଁ ଧନିଆ ପତ୍ର ଦେଇଥିଲେ, ପତ୍ରର କଲର ଟିକେ ଚେଞ୍ଜ ହେଇଯାଇଛି। ପିଠାର କଲର ବି ଚେଞ୍ଜ ହେଇଯାଇଛି।
ତାମାନେ ପିଠା ଆମର ସିଝି ଯାଇଛି। ଏବେ ଆମେ ବାହାରକୁ ବାହାର କରି ଆଣିବା। ଏଇ ପିଠାକୁ ପୁରା ଥଣ୍ଡା କରିବେ ନାହିଁ, ଅଳ୍ପ ଅଳ୍ପ ଗରମ ଥିବ ଖାଇବେ, ବହୁତ ବଢ଼ିଆ ଲାଗିବ। ଭିଡ଼ିଓରେ ସେୟାର କରିଥିବା ସବୁ ଟିପ୍ସ ଫଲୋ କରି ଏଇ ମସଲା ପିଠା ବନାନ୍ତୁ। କେମିତି ଲାଗିଲା ନିହାତି କମେଣ୍ଟସ୍ କରି ଜଣାଇବେ। ଆପଣଙ୍କ କମେଣ୍ଟସ୍ ଅପେକ୍ଷାରେ ଆଜି ପାଇଁ ରହିଲି। ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।